शुण मंत्री गणे शुण हे मातुल मम कन्या चंद्रावती होइछि युवती तेणु नीति नीति शंका हुए मने युवा कन्या रखी गृहे निश्चिंत रहिले दिने निश्चय पड़िबी विपदे तेणु जनाउछि शुण हे सचिव गण सर्वे मिली कर बर स्थिर विभा देवी निकटरे दुहिता कुमोर। शुण कुरुकुलनाथ जहाँकि उचित राजकूलर व्यवहार ताहा एबे शुण मोह ठारू। कौरवनाथ निज कूल गौरव रखिब जेबे कौरवनाथ निज कूल गौरव रखिब जेबे कौरवनाथ कर स्वयंवर नृप गणे बर भणजा कर स्वयंवर नृप गणे बर नुहर बर वृथारे बे कौरवनाथ निज कूल गौरव रखिब जेबे कौरवनाथ। देशे देशे परगी दूत डाकियाण भूपति गोत्र देशे देशे परगी दूत डाकियाण भूपति गोत्र जे जहा सम्माने रहंतु से माने चरच आदरे बंधुर भावे कौरवनाथ निज कूल गौरव रखिब जेबे कौरवनाथ। मंडाई बा सभा मंडप टाणी तापरे चंद्रा तप मंडाई बा सभा मंडप टाणी तापरे चंद्रा तप आमर सभारू बड़ी जीव शोभा मोर टेके ताहा देखी नथिबे कौरवनाथ निज कूल गौरव रखिब जेबे कौरवनाथ। रुंड धंड धर जे काले होइथिबे सभारे हेले रुंड दंड धर जे काले होइथिबे सभारे हेले जाकु इच्छा बाला देवता कुमाला विप्र वैष्णव एर से भावे कौरवनाथ निज कूल गौरव रखिब जेबे कौरवनाथ कर स्वयंवर नृप गणे बर भणजा कर स्वयंवर नृप गणे बर नुहर बर वृथारे बे कौरवनाथ निज कूल गौरव रखिब जेबे कौरवनाथ। तेबे हे मातुल दूत करे देई निमंत्रण पत्र पठ एक्षणे नृपगण निमंत्रणे जेते छंती ए भारते नृपसुत गणे हिमाचल ठारू सीमाचल जाए व्यापी आण तांकु जणाइण बेगे मोर कन्या चंद्रवती स्वयंवर कथा कहब एतिकी आजी ठारू शपथ दिवसे सर्वे आसी हेबे परवेश ए किस शुभई निकटरे जना जाए ब्रह्मांक नंदन आसुछंती मोहरी निकटे। नारायण 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 प्रणाम देवर्षि। अरे बाबा दुर्योधन सकल तो मंगल तोहर समस्त कुशल मुनि तब परसादे हे विधि कुमार कह सत्य कि निमंते एथे उपगत कुरुनाथ जे निमंते आगमन आंभे सभाकु मानिले वचन तोते कहिबा कारण आसीबार श्रम जेने हेब नाही वृथा। हे ब्रह्मानंदन जानी कि नहंती मान गोविंद हृदय मानिबी अवश्य तब वाणी हेब जेबे जुक्ति जुक्त ताहा। नारायण नारायण तेबे स्थिर चित्ते शुण भानुमती नाहा तब कन्या स्वयंवर लागी आसिली तो पासे शुण एबे राजा कुरुवीर मान मना मान गोविंद कर नाही स्वयंवर तु केभे मान मना मान गोविंद कर नाही स्वयंवर तु केभे मान मना मान गोविंद मिछे हर बर हे बुजाणु अछि
ମିଛେ ହରବର ହେବୁ ଜାଣୁଅଛି ମୋ ବାଣୀ କି ପାଦେ ଖେଲିବୁ ଯେବେ ମାନ ମନା ମାନ ଗୋବିନ୍ଦ କର ନାହିଁ ସ୍ୱୟଂବର ତୁ କେବେ ମାନ ମନା ମାନ ଗୋବିନ୍ଦ। କିମ୍ପାମ୍ବରୀ ଏତେ ନୃପତି ଘାଣ୍ଟି ହେବୁରେ କୁରୁପତି କିମ୍ପାମ୍ବରୀ ଏତେ ନୃପତି ଘାଣ୍ଟି ହେବୁରେ କୁରୁପତି ଜଣାଯିବ ନାହିଁ ଉଣା ହେବ ପାଣ୍ଠି ଜଣାଯିବ ନାହିଁ ଉଣା ହେବ ପାଣ୍ଠି ପୁଣି ଗୁଣି ହେବୁ ତୁ କେତେ ଭାବେ ମାନ ମନା ମାନ ଗୋବିନ୍ଦ କର ନାହିଁ ସ୍ୱୟଂବର ତୁ କେବେ ମାନ ମନା ମାନ ଗୋବିନ୍ଦ। ତୋର ଝିଅ ନିମନ୍ତେ ଜୋଇ ମୁହିଁ ରଖିଅଛି ଖଞ୍ଜାଇ ତୋର ଝିଅ ନିମନ୍ତେ ଜୋଇ ମୁହିଁ ରଖିଅଛି ଖଞ୍ଜାଇ ନ ବୁଝିଣ କିଛି ଦିଅ ତାକୁ ଯାଚି ନ ବୁଝିଣ କିଛି ଦିଅ ତାକୁ ଯାଚି ସୁଚିତେ ଉଚିତ ବିଚାରୁ ଦେବେ ମାନ ମନା ମାନ ଗୋବିନ୍ଦ କର ନାହିଁ ସ୍ୱୟଂବର ତୁ କେବେ ମାନ ମନା ମାନ ଗୋବିନ୍ଦ। ଶୁଣ ଦେଉଅଛି ଚିହ୍ନାଇ ତାହାକୁ ତ ମନ ମନାଇ ଶୁଣ ଦେଉଅଛି ଚିହ୍ନାଇ ତାହାକୁ ତ ମନ ମନାଇ ଶ୍ରୀକୃଷ୍ଣର ସୁତ ଶାମ୍ବ ଗୁଣବନ୍ତ ଶ୍ରୀକୃଷ୍ଣର ସୁତ ଶାମ୍ବ ଗୁଣବନ୍ତ ରୂପବନ୍ତ ଖ୍ୟାତ ଜାଣ ଯାଦବେ। ନା କି କହିଲ ବିଧିର ନନ୍ଦନ ଗୌରବର ବି ଦୁର୍ଯ୍ୟୋଧନ ତାର କନ୍ୟା ଚନ୍ଦ୍ରାବତୀ ବତିଶ ଲକ୍ଷଣ ତାର କର ଧାରଣେ କି ଯଜ୍ଞ ଗୋପସୁତ ମଲ୍ଲିକା ତୁଲେ କି ସମ କୁଷ୍ମାଣ୍ଡ କୁସୁମ ଭେକ ଶିରେ ସାଜେ କି ଧରଣୀ ସ୍ୱର୍ଣ୍ଣହାର ଶୋଭଇ କି ବାନର ବକ୍ଷକୁ ହୋଇ ବିଧି ସୁତ ହେମନ୍ତ ଅବିଧି ବାଣୀ ଭାସ କେଉଁ ପରି ଶୁଣ ନାହିଁ ଆଉ ଥରେ ତାହା ଧାତା ପୁତ୍ର ବୋଲି କ୍ଷମା ଦେଲି ବାରେ ମାତ୍ର। ନାରାୟଣ ନାରାୟଣ ହେ କୁରୁ ରାଜ ପୁଣି ଥରେ କହୁଛି ଯା ମାନ ଶ୍ରୀକୃଷ୍ଣଙ୍କ ପରି ବନ୍ଧୁ ନ ମିଳିବେ ତୋତେ ଯେହୁ ଜଗତର ବନ୍ଧୁ ହେବେ ସେ ତୋ ବନ୍ଧୁ ନିନ୍ଦୁ ତାଙ୍କୁ କେଉଁ ମୂଢ଼ପଣେ। ହେ ଦେବର୍ଷେ ନୁହେଁ ମୁଁ ବାଳକ କିବା ନୁହେଁ ମୁଁ ରମଣୀ ମତେ ଭଣ୍ଡିବ କଥାରେ ନାହିଁ କୃଷ୍ଣ କୁଳଶୀଳ ଅଜଣା କାହାକୁ। ରେ କୌରବ କଳଙ୍କ ଶ୍ରୀକୃଷ୍ଣ ଚିହ୍ନିବୁ କାହିଁ ତୋର ସେ ଶକ୍ତି ଚିହ୍ନିଛି ତାହାକୁ ରାଜା ଯୁଧିଷ୍ଠିର ଏବେ ଯାହା କହୁଅଛି ମନେ ରଖ ତାହା। ରେ ଅନ୍ଧ ନନ୍ଦନ ଛାଡ଼ ଛନ୍ଦ ବୁଦ୍ଧି ମନ୍ଦ ପଣେ ଯାକୁ ନିନ୍ଦୁ ରେ ଅନ୍ଧ ନନ୍ଦନ ଛାଡ଼ ଛନ୍ଦ ବୁଦ୍ଧି ମନ୍ଦ ପଣେ ଯାକୁ ନିନ୍ଦୁ ହେବ ତାର ସୁତ ତୋ ଦୁହିତା କାନ୍ତ ଯେ ଦିନ ବାନ୍ଧିବୁ ବନ୍ଧୁ କାନ୍ଦୁ କାନ୍ଦୁ ତୋ ଦିନ ନ ସରିବରେ କୁରୁ ରାଜନ କାନ୍ଦୁ କାନ୍ଦୁ ତୋ ଦିନ। ସେହି ଗୌଡ଼ର ଗୋଡ଼ ଧରି ତଳେ ପଡ଼ୁଥିବୁ ଯେତେବେଳେ ସେଇ ଗୌଡ଼ର ଗୋଡ଼ ଧରି ତଳେ ପଡ଼ୁଥିବୁ ଯେତେବେଳେ ନଥିବ ଏ ତୋଡ଼ ସେତେବେଳେ ମୂଢ଼ ବଡ଼ ପଣ ଯିବ ହେଳେ ହଜିବରେ ଗାରିମା ଯେମା ଦେଇ ମାଗୁଥିବୁ କ୍ଷମା ହଜିବରେ ଗାରିମା। ଚଳିବ ଯେବେରେ ଅଟଳ ଅଚଳ କାଳକୂଟ ସୁଧାରସ ଚଳିବ ଯେବେରେ ଅଟଳ ଅଚଳ କାଳକୂଟ ସୁଧାରସ
ଫୁଟିବ ଯେବେରେ ଗିରି ଶିଖେ ପଦ୍ମ ବିଷ୍ଠା ଭିତରିବ ବାସ ବୈଷ୍ଣବର କଥା ଏହା ହେଲେ ନୋହିବ ଅନ୍ୟଥା ବୈଷ୍ଣବର କଥା ଏହା ହେଲେ ନୋହିବ ଅନ୍ୟଥା ବୈଷ୍ଣବର କଥା। স্তব্ধ ହୁଅ ମୁନି। ଦ୍ୟୁଧା ଯେବେ ହେବେ ଧରଣୀ, ସତୀ ନାରୀ ହେଲେ ରେ ଅସତୀ, ବେଶ୍ୟା ଯେବେ ହେବେ ବୈଷ୍ଣବୀ, ତଥାପି ତଥାପି ନ ଦେବି କନ୍ୟା ଗୋପସୁତେ ମୁହିଁ। ଯେବେ ଅଛି ଭଲ ଗତି, ଦୂର ହୁଅ ସମ୍ମୁଖରୁ ମୋର। ନାରାୟଣ ନାରାୟଣ। ଆଚ୍ଛା ରହ ରହରେ ଅନ୍ଧ ପୁଅ, କାନି ପଣତରେ ଦିନେ ପୋଛିବୁ ତୁ ଲୁହ। ଦେବର୍ଷି ନାରାୟଣ ନାରାୟଣ ନାରାୟଣ। ମନ୍ତ୍ରୀଗଣେ ଭୃତ୍ୟଗଣେ ଆଜ୍ଞା ଦେଇ ସୁସଜ୍ଜିତ କର ଶୀଘ୍ର ରାଜପଥ ମାର। ଦିଆଇ ଘୋଷଣା ଜଣାଇ ଦିଅ ହସ୍ତିନା ନଗରବାସୀଙ୍କି ମମ କନ୍ୟା ଚନ୍ଦ୍ରାବତୀ ସ୍ୱୟଂବର କଥା। ଆଜି କିମ୍ପା ନାଚେ ମମ ଦକ୍ଷିଣ ଇକ୍ଷଣ, ଅଛି ଶାସ୍ତ୍ରେ ଲେଖା ପୁରୁଷର ଦକ୍ଷିଣ ନୟନ ଊର୍ଦ୍ଧ୍ୱ ଭାଗ ଯଦି କମ୍ପେ ଅକସ୍ମାତେ ଅବିଳମ୍ବେ ହୁଏ ସଙ୍ଗ ଲାଭ। କାହା ତୁଲେ ନୂଆ ଭେଟ ହୋଇବ କି ମୋର? ଏଇ କାହାର ବୀଣା ଧ୍ୱନି ଶୁଭଇ ଅଧୁରେ ଜଣାଯାଏ ଦେବର୍ଷି ନାରଦ ଆସୁଛନ୍ତି ଦ୍ୱାରିକାପୁରୀକୁ। ଜଣାଯିବ ସମସ୍ତ ଏକ୍ଷଣି କି ନିମନ୍ତେ ଏଥେ ଆଗମନ। ନାରାୟଣ ନାରାୟଣ ନାରାୟଣ। ପ୍ରଣାମ ଦେବର୍ଷି। ହେ ବିଧିନନ୍ଦନ, କି କାରଣେ ଆଗମନ ଏଦିନ ସଦନେ ପ୍ରକାଶନ ତାହା ନାଶ ମୋ ସଂଶୟ। ଆନନ୍ଦେ ରହରେ କୃଷ୍ଣ ବଳା, ନଷ୍ଟ ହୋଇ ବିପତ୍ତି ତୋହର। ଯେଉଁ କାର୍ଯ୍ୟ ଆସିଲୁ ଏ ସ୍ଥାନେ କହିବୁ ସମସ୍ତ ତୋହ ଆଗେ। ଆଗେ ସତ୍ୟ କର ବୀର, ରକ୍ଷା କରିପାରିବୁ କି ଆମ୍ଭରି ବଚନ। ହେ ବିଧିପୁତ୍ର, ଏତେ ଅପଦାର୍ଥ ମନେ ନ କରେ ଏ ଦାସେ। ଭୂର୍ଭୁବସ୍ୱ ତ୍ରିଲୋକ ମଧ୍ୟରେ କେ ଏମନ୍ତ ଜନ ଜନ୍ମି ନାହିଁ ଆଜ୍ଞା ତବ କରିବ ଅବଜ୍ଞା। ତବା ଦେଶେ ଝାସିବି ଅନଳେ, ପଶିବି ସାଗରେ, ବିଷମୁ କରିବି ଗ୍ରାସ। ଏବେ କହ ମୁନି, କହ କି କାରଣେ ଆଗମନ ତବ? ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ସ୍ୱୟଂବର କରେ ରାଜା ଦୁର୍ଯ୍ୟୋଧନ ବରିଆଣି ନୃପକୂଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ତାହାର ଦୁହିତି ସତୀ ଚନ୍ଦ୍ରାବତୀ ରୂପେ ଗୁଣେ ସେ ଅତୁଳ। ତାହାର ଦୁହିତି ସତୀ ଚନ୍ଦ୍ରାବତୀ ରୂପେ ଗୁଣେ ସେ ଅତୁଳ। ରମ୍ଭାରତୀ ସଚି ସାବିତ୍ରୀ ପାର୍ବତୀ, ରମ୍ଭାରତୀ ସଚି ସାବିତ୍ରୀ ପାର୍ବତୀ, ନୋହିବେ ତା ସମତୁଲ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ଝାସି ଥିବ ଗଙ୍ଗା ଜଳେ ଯେ ପୁରୁଷ ତୋଷି ଥିବ ଚନ୍ଦ୍ରଚୂଳ। ଝାସି ଥିବ ଗଙ୍ଗା ଜଳେ ଯେ ପୁରୁଷ ତୋଷି ଥିବ ଚନ୍ଦ୍ରଚୂଳ। ଉଜାଗରେ ବସିଥିବ ଯେ ଜାଗରେ, ଉଜାଗରେ ବସିଥିବ ଯେ ଜାଗରେ, ମଣ୍ଡିବ ସେହି ତା କୋଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ସେ ନାରୀ କି ହରିଆଣ କୌଶଳେ ରଥେ ବସାଇ ଚଞ୍ଚଳ। ସେ ନାରୀ କି ହରିଆଣ କୌଶଳେ ରଥେ ବସାଇ ଚଞ୍ଚଳ। ବୈଷ୍ଣବ କହି ମୁହିଁ ସଙ୍ଗେ ରହି, ବୈଷ୍ଣବ କହି ମୁହିଁ ସଙ୍ଗେ ରହି, କରାଇବି ଦୁହେଁ ମେଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ସ୍ୱୟଂବର କରେ ରାଜା ଦୁର୍ଯ୍ୟୋଧନ ବରିଆଣି ନୃପକୂଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ହୃଷ୍ଟ ଚିତ୍ତେ ହସ୍ତିନାକୁ ଚଳ। ଶୁଣ ଶ୍ରୀକୃଷ୍ଣ ନନ୍ଦନ ରେ ଋଷିମଣି, ପ୍ରକୃତରେ କି ଏମନ୍ତ ରମଣୀ ଅଛି ଇହ ଜଗତରେ? ତାର ପ୍ରାକୃତିକ ଶୋଭା ଶୁଣି ତବ ମୁଖୁ
अंगे अष्ट सात्विक विकार हुए जात केशने आणिबे सेही राजदुहिता को तहिर उपाय मुनि दियंतु बताई। नारायण नारायण शुण जाम्बवती सुत जेतेबेले कन्या मेढ़े रही चाहिथिबो तोते सखींक मेଳରେ ସେହି କାଳେ କୌଶଳେ ବସାଇଣ ରଥେ ସ୍ୱୟଂବର ସ୍ଥାନୁ ଘେନି ଆସିବୁ ବହନ। मुनि ମୁହିଁ ମଧ୍ୟ ଆଗରୁ ଯାଇଣ ତୋର କଥା କହିଥିବି ତାକୁ। ଯାଅ ଯାଅ ବୀର ଶୀଘ୍ର ସାଜ ରଥ ଆସୁଅଛି ମୁହିଁ। ନାରାୟଣ ନାରାୟଣ ନାରାୟଣ। आहा सते सेही नृपनंदना को घेनी बसिबी अंकरे जाए जाए शीघ्र रथ साजी हस्तिनापुर को शुभ कार्य विलंब करबा नुह उचित। ଚନ୍ଦ୍ରାବତୀ ଚନ୍ଦ୍ରାବତୀ କିଏ ତୁମ୍ଭେ ଏତେ ରାତ୍ରେ ଉପଗତ ଏଥି? ଆମ୍ଭେଠୁ ନାରଦଲ ଝିଅ। ଆସନରେ କରନ୍ତୁ ବିଜୟ। ଝିଅ ଆଣିଛି ଗୁପ୍ତ ଖବର ନ କହିବୁ କାହିଁ? ତୁମ୍ଭ ତହୁଁ ଏ ଜଗତେ ମୋର ପ୍ରିୟ କେହି ନାହିଁ। ତେବେ ଝିଅ ଅବିଶ୍ୱାସ ନ କରିବୁ ମୋତେ। ଜାଣିଛି ମୁଁ ସଦା ତୁମେ ବୁଲ ପରହିତେ। ମା ତେବେ କହୁଛି ଶୁଣ। ଶୁଣ ଆରେ ରାଜକୁମାରୀ ତୋହ ପାଇଁ ବର ଆସିଛି କରି। ଶୁଣ ଆରେ ରାଜକୁମାରୀ ତୋହ ପାଇଁ ବର ଆସିଛି କରି। ଶୁଣ ଆରେ ରାଜକୁମାରୀ ଶ୍ରୀକୃଷ୍ଣ କୁମର ଦ୍ୱାରକାରେ ଘର। ଶ୍ରୀକୃଷ୍ଣ କୁମର ଦ୍ୱାରକାରେ ଘର ଶ୍ରୀ ସାଙ୍ଗୀ ସାମ୍ବ ନାମ ତାହାରି। ଶୁଣ ଆରେ ରାଜକୁମାରୀ ତୋହ ପାଇଁ ବର ଆସିଛି କରି। ଶୁଣ ଆରେ ରାଜକୁମାରୀ। ତିନି ଲୋକେ ତାର ଶୋଭାକୁ ନାହିଁଟି ଉପମା ଦେବାକୁ। ତିନି ଲୋକେ ତାର ଶୋଭାକୁ ନାହିଁଟି ଉପମା ଦେବାକୁ। ଚନ୍ଦ୍ର ରୋହିଣୀ କି ଜିଣି ଦିଶୁଥିବ ଚନ୍ଦ୍ର ରୋହିଣୀ କି ଜିଣି ଦିଶୁଥିବ ଭାବ ଭାବବତୀ ଦୁହିଁଙ୍କ ଶିରି। ଶୁଣ ଆରେ ରାଜକୁମାରୀ ତୋହ ପାଇଁ ବର ଆସିଛି କରି। ଶୁଣ ଆରେ ରାଜକୁମାରୀ। मेढ़े दासी मेଳରେ ଥାଇ ରହିଥିବୁ ତା ପଥ ଚାହିଁ। मेढ़े दासी मेଳରେ ଥାଇ ରହିଥିବୁ ତା ପଥ ଚାହିଁ। ବସାଇଣ ରଥେ ହରି ନେବ ତୋତେ ବସାଇଣ ରଥେ ହରି ନେବ ତୋତେ ବାରି ନ ପାରିବେ ସେ ପରିବାରୀ। ଶୁଣ ଆରେ ରାଜକୁମାରୀ ତୋହ ପାଇଁ ବର ଆସିଛି କରି। ଶୁଣ ଆରେ ରାଜକୁମାରୀ ଶ୍ରୀକୃଷ୍ଣ କୁମର ଦ୍ୱାରକାରେ ଘର। ଶ୍ରୀକୃଷ୍ଣ କୁମର ଦ୍ୱାରକାରେ ଘର ଶ୍ରୀ ସାଙ୍ଗୀ ସାମ୍ବ ନାମ ତାହାରି। ଶୁଣ ଆରେ ରାଜକୁମାରୀ ତୋହ ପାଇଁ ବର ଆସିଛି କରି। ଶୁଣ ଆରେ ରାଜକୁମାରୀ। ଚନ୍ଦ୍ରାବତୀ ଯାହା କହିଲି ତାହା ରଖିଥିବୁ ମନେ। ଏବେ ଆସୁଅଛି ମୁହିଁ। ନାରାୟଣ ନାରାୟଣ ନାରାୟଣ। ତପୋଧନ ତପୋଧନ ନିର୍ଧନିକି ଦେଖାଇ ସହସା ଧନ ଆଶା ସତେ କିଏ ଚାଲିଗଲ ଏଥୁ। ନ ମେଣ୍ଟିଲା ହେ ଦାସୀର ତୃଷ୍ଣା ତବ ବଦନ ଅମ୍ବୁଧି ମଧ୍ୟରୁ ତାଙ୍କ ଗୁଣନୀର ଆଉ ଥରେ ନଦେଲ ଯା ତୁଣ୍ଡେ। ଆହା କେତେବେଳେ ହୋଇବ ପ୍ରଭାତ ଦାସୀ ସଙ୍ଗେ ଯିବି ସ୍ୱୟଂବର ସ୍ଥଳେ। ଦେଖିବି ଦୂରେ ସେ ମୁଖ ଚନ୍ଦ୍ରକୁ ନିରୋଳେ। ଜେମାମଣି ଉଠ ରାତି ପରା ପାହିଲାଣି। ସଖୀ ସତରେ କ'ଣ ରାତି ପାଇଲାଣି? ହଁ ଜେମାମଣି ସ୍ନାନ ବଢ଼େଇ ପରା ବେଶ କରିବୁ। ଏଇକ୍ଷଣି ତେଣେ ରାଜାମାନେ ସଭା ମଣ୍ଡପକୁ ଆସିଯିବେ। ଚଞ୍ଚଳ ଆସ ତରବରିଆ ବେଶ କଲେ କାଳେ କୋଉଠି ବାଙ୍କଟାଙ୍କ ରହିଯିବ ଯେ। ହଉ ଚାଲ ସଖୀ।
कहतु मणिमा। शीघ्र चल उआसकू कह दासी गणे मो आदेश जेमा को सजाई अलंकारे घेनी आसी रखंतु मेढ़रे मुदुसुली आसीबता तुले जेहु चिन्हि थिब राजसूत गणे सेहु चिन्हाइब कन्या को मो जण जण करी इच्छा बर बरिब कुमारी जहा को बलिबता चित्त। जय आज्ञा मणिमा जाउछि मु उवास भितरे। जेमामणि तमे एई माला को धर मु जण जण करी राजा पुओ मानकु तमकु चिन्हई दउछि जाहाको मन बळिबो ताहारी गळारे एई मालाटी गळाई दब। एई देख चिन्हाई देउछि चंद्रानना मीन नयना मनकु मना चिन्हाई देउछि चंद्रानना मीन नयना मनकु मना एही दिने पाळ नर पाळ देख कपाळे थिले भोगिबो सिना तातुले गुर्जर तोर प्रेमरे हेउछि जर जर तातुले गुर्जर। नारायण नारायण एही देख सांबवीर हस्ते धरी बरमाल्य चंद्रावती खोजुअछि तोते एइठारे मोर पासे रहतु गोपने जे काले करिबी इंगित मु तोते कौशले हरिनेबु दुहिताकु रथे। अंग बंग कलिंग नरेश जानती केते रंग रस अंग बंग कलिंग नरेश जानती केते रंग रस संग होई बसी छंती तिनि जण जहा ठारे तोर बळे आस अंग नारी तार गळे परमाल्य दिय धातिकार अंग नारी तार। नारायण नारायण एही एही अटे अपूर्व सुजोग शीघ्र घेनी चंद्रावती जाओ तुई द्वारावतीपुर। नारायण नारायण नारायण। इलो नेई गला चोर जेमामणि को नेई गला दौड़ी आस नेई गला इलो नेई गला चोर जेमामणि को नेई गला दौड़ी आस नेई गला चोर नेई गला। ओह की आश्चर्य एक ही अद्भुत कांड है नृपगणे थाऊ थाऊ उपस्थित तुम्हे माने थे केवल दस्यु कन्या को हरिनला रथे जणे केही न पारिल जानी एडे से बर्बर एते राजपुत्रंक बदने बळी देल लज्जार कालीमा सखा कर्ण जाई तुम्हे बेगे ताकु धर। चिंता नहीं सका एई क्षणी सरदेवी पथ रुद्ध करी से लंपट जीवा पाई न पायो बाट आसुची मु सखा। चलो प्रिय पथ हेबे हेला निष्कंटक चलो एबे द्वारावतीपुरे। चलतु चलतु नाथ। रे रे पापिष्ठ लंपटी नराधम की साहसे श्रुगाल होई पसिलु तु सिंह भुवन रे रह पाजी जीवु केणे। रे रे नीचमना कर्ण की साहसे बचन कहु कृष्ण सुते निशा काई मुसा जन्हे नचिने मार्जारे क्षुदा थुर हेले नर गिलिबाकु धाइब कि मार्तंडर रथ जानुची मु अटुतु सेही परी रे पाषंड रुंड होइना सरबे जेबे कन्या नेबे मोकळु छड़ाई तेबे जानिबी मु तुम्भ वीरपण। रे रे गौड़ पुओ आगे कर्ण अस्त्र मुखु त्राण पाओ तापरे कन्या नेबु एथु तूत सेथि पाई भीत नुहे जाम्बवती सुत। रे मूर्ख कर्ण
କାହିଁ ଗଲା ତୋର ବୀରପଣ? ଏହି ଇନ୍ଦ୍ରଜାଲେ ତୋତେ କରିଲି ବନ୍ଧନ। নাথ নাথ এ কোন হলো নাথ? না 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 রে কেড়ে অছ রক্ষা কর হে নন্দন। রে রে চোর পুত্র, চୋରି କରିବାର ପ୍ରତିଫଳ ପାଇବୁ ତୁ ଏବେ। ওঠ ওঠ নাথ, ওঠ নাথ। কি আশ্চর্য! কেহি জনে ফেরি আসি নদেলে সম্বাদ, কিয়ে নেলা কন্যা হরি। গলে কর্ণ দুঃশাসন ঘেনি ভাতৃগণে, দস্যুরণে পরাস্ত কি হইলে সরবে। ଏହି ଯେ ଆସନ୍ତି କର୍ଣ୍ଣ ସଖା ମୋର। ଆ ଚୋର ପୁତ୍ର ଆ, ଏଇ ନିଅ ସଖା। କହ ଶୀଘ୍ର ସଖା, କିଏ ଅଟେ ଏହି ଚୋର? ଚୋର ପୁତ୍ର ବିନା ଚୋରି କରିବାକୁ ଏଡ଼େ ସାହସ କାହାର? ଆଣିଛି ମୁଁ ଇନ୍ଦ୍ରଜାଲେ ତାକୁ କର୍ଣ୍ଣ ବନ୍ଧନ। ଭାସ କୁରୁମଣି, କନ୍ୟା କଲା କେ ହରଣ? ଆସ ଧର୍ମରାଜ, ଦେଖ ଯାହାକୁ ସଦା ବୋଲ ଭାଇ ଭାଇ, ଏହି ତା ପୁତ୍ରର ଗୁଣ। ବିଦର୍ଭରେ ରୁକ୍ମଣୀ କି କରିଛି ସେ ଚୋରି, ଗୋପେ ଚୋରି କଲା ଗୋପୀ ଗଣେ। ପୁଣି ଦେଖ ବଜ୍ରନାଭ ଦୁହିତାକୁ ହେଳେ ଚୋରି କରି ଆଣିଲା ସଭାରୁ। ସେ କୃଷ୍ଣର ନାତି ଅନିରୁଦ୍ଧ ବାଣାସୁର ସୂତାକୁ ହରିଲା ଯେ ହେଳେ କୃଷ୍ଣ ଚୋର, ତାର ଅଂଶ ବଂଶ ଚୋର। ଦିନୀପୁରେ ଚୌର୍ଯ୍ୟ କାର୍ଯ୍ୟ ଦକ୍ଷ କେତା ବିନୁ, ଏ ଦୁରାତ୍ମ ତାହାରି କୁମର। ନା ଦୁର୍ଯ୍ୟୋଧନ, କୃଷ୍ଣ ନିନ୍ଦା କର ନାହିଁ। ଆଉ ଯୁଧିଷ୍ଠିର କର୍ଣ୍ଣ ନ ସହି କୃଷ୍ଣ ନିନ୍ଦା। ରେ ଦୁଃଶାସନ, ଜ୍ୟେଷ୍ଠ ଭ୍ରାତ, ନିୟ ଦୁଃଶାସନ ଦସ୍ୟୁ ନନ୍ଦନକୁ ଦକ୍ଷିଣ ମଶାଣି ନିୟରେ। ନିୟ ଦୁଃଶାସନ ଦସ୍ୟୁ ନନ୍ଦନକୁ ଦକ୍ଷିଣ ମଶାଣି ନିୟରେ। ଖଡ୍ଗରେ ତାମୁଣ୍ଡ କର ଖଣ୍ଡ ଖଣ୍ଡ, ଖଡ୍ଗରେ ତାମୁଣ୍ଡ କର ଖଣ୍ଡ ଖଣ୍ଡ, ବ୍ରହ୍ମାଣ୍ଡେ ସୁଯଶ ଥୁଅରେ। ନିୟ ଦୁଃଶାସନ ଦସ୍ୟୁ ନନ୍ଦନକୁ ଦକ୍ଷିଣ ମଶାଣି ନିୟରେ। ଗୁରୁକୁଳେ କେତେ କଳଙ୍କ କାଳିମା ବୋଳିଲା ଆମ୍ଭରି ମୁହଁରେ। ଗୁରୁକୁଳେ କେତେ କଳଙ୍କ କାଳିମା ବୋଳିଲା ଆମ୍ଭରି ମୁହଁରେ। ହେଳା ନ କରିଣ ହାଣ ସେ ପାଜିକି, ହେଳା ନ କରିଣ ହାଣ ସେ ପାଜିକି, ସେ କଳାକୁ ଆଜି ଧୁଅରେ। ନିୟ ଦୁଃଶାସନ ଦସ୍ୟୁ ନନ୍ଦନକୁ ଦକ୍ଷିଣ ମଶାଣି ନିୟରେ। ସିଂହର ଭବନେ ପଶିଲା ଶୁକର, ମନେ ପଡ଼ିଲ ମୋ ସିଂହରେ। ସିଂହର ଭବନେ ପଶିଲା ଶୁକର, ମନେ ପଡ଼ିଲ ମୋ ସିଂହରେ। দ্বিজ বৈষ্ণব বলে লাজ বোঝ, দ্বিজ বৈষ্ণব বলে লাজ বোঝ, বৃথারে শিরে নবহরে। নিয় দুঃশাসন দস্যু নন্দনকু দক্ষিণ মশাণে নিয়রে। নিয় দুঃশাসন দস্যু নন্দনকু দক্ষিণ মশাণে নিয়রে। খড়গরে তামুণ্ড কর খণ্ড খণ্ড, খড়গরে তামুণ্ড কর খণ্ড খণ্ড, ব্রহ্মাণ্ডে সুযশ থুଅରେ। নিয় দুঃশাসন দস্যু নন্দনকু দক্ষিণ মশাণে নিয়রে। দুর্যোধন, যদি সেই কৃষ্ণ নন্দন কন্যা দিଅ আଣି ଗୃହେ ବରି, କିମ୍ ପାଇଁ ବଧିତା ସୁତେ ହେବ ତା ବହିରି ରବି ତଳେ। ଜଳ ଦେବା ପାଇଁ କେହି ନ ରହିବେ କୂଳେ। ଧର୍ମରାଜ, ଯେବେ ଏଡ଼େ ଭୟ ତବ ଚିତ୍ତେ, ଇନ୍ଦ୍ରପ୍ରସ୍ତେ ଯାଅ ଶୀଘ୍ର ଚଳି, ରୁହ ନାହିଁ ଦଣ୍ଡେ ସଭାରେ। ଡର ନାହିଁ ସତେ କୃଷ୍ଣ ମୋର, ନିଶ୍ଚୟ ଆଜି ମାରିବି ଚୋରକୁ। ଯାଉଛି ମୁଁ ଦୁର୍ଯୋଧନ, ନ ଭୁଲିବୁ ଏହା। ହେଲେ ଭଲ ମନ୍ଦ ଶେଷେ ଦେବ ନାହିଁ ଦୋଷ। ଦୁଃଶାସନ, জ্যেষ্ঠ ভ্রাত, କିମ୍ପା ବୃଥା କରରେ ବିଳମ୍ବ। ଶୀଘ୍ର ଯାଅ କାଟ ଦସ୍ୟୁ ସୁର, ନେଇ ମମ ଦକ୍ଷିଣ ମଶାଣେ। আস আসরে লম্পট, আউ তোর নাহি পরিত্রাণ দুঃশাসন করু। ভাতৃ আজ্ঞা পাଳି পঠাইবি তোতে আজি যম সদনকু। থয়ধর দুঃশাসন, কর নাহি দ্বন্দ্ব। বৎস দুর্যোধন, মান আদেশ আম্ভর। যদি ଏହି ଶ୍ରୀକୃଷ୍ଣ ନନ୍ଦନ ବନ୍ଧନ କରିଣ ଏହାକୁ ରଖ କାଲି ଯାଏ। ଶୁଣି ଏହି ଗୋଳ ଶ୍ରୀହରି ଘେନି ଯଦୁ ବଳ, ଆଜି କିବା କାଲି ଏଥି ହେବେ ଉପଗତ। ଯଦି ଯୁଦ୍ଧେ ପରାଜିତ କରିବ ତାହାଙ୍କୁ,
ତାହେଲେ ବଧିବ ଏସୁତେ ମେଣ୍ଟିଯିବ ମନ କଷ୍ଟ ତବ। ପିତାମହ, ମାନୁଛି ମାନ ଗୋବିନ୍ଦ ତୁମ୍ଭରି ବଚନ। ଦୁଶାସନ ବନ୍ଦୀ ଭାବେ ନେଇ ଗୃହେ ରଖେ ଚୋରକୁ। ଯଥା ଆଜ୍ଞା ଜ୍ୟେଷ୍ଠ ଭ୍ରାତ। ନାରାୟଣ ନାରାୟଣ ନାରାୟଣ। ଦେବର୍ଷି, ଆଜି ମମ ସୁପ୍ରଭାତ। ଦେଖିଲି ସାକ୍ଷାତ ମୁହିଁ ଭଗବତ ମୂର୍ତ୍ତି। କହନ୍ତୁ କି କାରଣେ ଆଗମନ ଏଥି? ଶୁଣ ଶୁଣ ନାରାୟଣ, କରିଥିଲା କୁରୁମଣି ସ୍ୱୟଂବର ସଭା ତାର କନ୍ୟା ଚନ୍ଦ୍ରାବତୀ ବିଭା ଦେବ ବୋଲି। ଏହି କାଳେ ରଥେ ଚଢ଼ି ଶାମ୍ବବୀର ଜାମ୍ବବତୀ ସୁତ ହରିନେଲା ତାର କନ୍ୟା ସ୍ୱୟଂବର ମଧ୍ୟ। ତେଣୁ ଇନ୍ଦ୍ରଜାଲେ ବାନ୍ଧି ତବ ସୁତେ ନେଲା କର୍ଣ୍ଣ ଦୁର୍ଯ୍ୟୋଧନ ପାଶେ। ବନ୍ଦୀ ଭାବେ ଅନାହାରେ କଷ୍ଟ ପାଏ ଶାମ୍ବ। ପୁତ୍ରେ ଉଦ୍ଧାର ଉପାୟ ପାଞ୍ଚ ବେଗେ ପ୍ରଭୁ। ଚଳ ଋଷି ଶ୍ରେଷ୍ଠ, ସାମ୍ବେ ଦିଅ ଏ ସମ୍ବାଦ। ଅଳ୍ପ କ୍ଷଣେ କଷ୍ଟ ତାର ହେବ ନିବାରଣ। ଯାଉଛି ସାଜି ଯାଦବ ସେନା, ଆଜି ପାଜି ଦୁର୍ଯ୍ୟୋଧନେ ବଧିବି ପରାଣେ। ଛେଦିବି ତା ଗର୍ବ ପର୍ବତର ପକ୍ଷ ହେଳେ। ଛାମୁରୁ ମେଲାଣି ନେଉଅଛି ନୀଳମଣି। ନାରାୟଣ ନାରାୟଣ ନାରାୟଣ। ରେ ମୂର୍ଖ ପାପୀ ଦୁର୍ଯ୍ୟୋଧନ, ସାମ୍ବେ ବନ୍ଦୀ କରିବାର ପ୍ରତିଫଳ ଭୋଗିବୁ ତୁ ନିଶ୍ଚୟ। କେଣେ ଯିବୁ ଜଗନ୍ନାଥ ସାଜି ଯଦୁବଳ, କାହା ପରେ ଏଡ଼େ କୋପତର। ଶୁଣିଲି ଯା ଦେବର୍ଷିଙ୍କ ମୁଖୁ, ସତ୍ୟ କିବା ତାହା? ହଁ ଜ୍ୟେଷ୍ଠ ଭ୍ରାତ, ଦୁର୍ବୃତ୍ତ ଅନ୍ଧନନ୍ଦନ ଦୁର୍ଯ୍ୟୋଧନ ରାଜା ମମ ପୁତ୍ର ସାମ୍ବେ କରିଅଛି ବନ୍ଦୀ। ସେ କାରଣେ ଘେନି ଯଦୁବଳ ସଙ୍ଗେ ଯାଇ ହସ୍ତିନାକୁ ନିର୍ମୂଳ କରିବି କୁରୁକୁଳ ଏହି କ୍ଷଣି। ରେ ମୋହନ, ମାନ ଥରେ ବଚନ ମୋହରି। ଥାଅ ଥାଅ ରେ ବଂଶୀଧର, ଯାଉଛି ମୁହିଁ ହସ୍ତିନା। ଥାଅ ଥାଅ ରେ ବଂଶୀଧର, ଯାଉଛି ମୁହିଁ ହସ୍ତିନା। ଥାଅ ଥାଅ ରେ ବଂଶୀଧର, ନିଶ୍ଚିନ୍ତେ ବସିଥାଏ ଥେ, ନିଶ୍ଚିନ୍ତେ ବସିଥାଏ ଥେ, ମନେ ନ ରଖି ଶୋଚନା। ଥାଅ ଥାଅ ରେ ବଂଶୀଧର, ଯାଉଛି ମୁହିଁ ହସ୍ତିନା। ଥାଅ ଥାଅ ରେ ବଂଶୀଧର। এ দুর্জয় যদু বল, ମୋ ସଙ୍ଗେ ଯିବେ ସକଳ। ଏ ଦୁର୍ଜୟ ଯଦୁ ବଳ, ମୋ ସଙ୍ଗେ ଯିବେ ସକଳ। ଚୂର୍ଣ୍ଣ କରିନୁ ପଦର୍ପ, ଚୂର୍ଣ୍ଣ କରିନୁ ପଦର୍ପ, ଉଡ଼ାଇବେ ଜୟବାନା। ଥାଅ ଥାଅ ରେ ବଂଶୀଧର, ଯାଉଛି ମୁହିଁ ହସ୍ତିନା। ଥାଅ ଥାଅ ରେ ବଂଶୀଧର। ভলে যেবে কুরুপতি, ন দেবতার দুহিতি। ভলে যেবে কুরুপতি, ন দেবতার দুহিতি। নহিবতা ভাল গতি, নহিবতা ভাল গতি, মানিবি নাহি কামনা। ଥାଅ ଥାଅ ରେ ବଂଶୀଧର, ଯାଉଛି ମୁହିଁ ହସ୍ତିନା। ଥାଅ ଥାଅ ରେ ବଂଶୀଧର, ନିଶ୍ଚିନ୍ତେ ବସିଥାଏ ଥେ, ନିଶ୍ଚିନ୍ତେ ବସିଥାଏ ଥେ, ମନେ ନ ରଖି ଶୋଚନା। ଥାଅ ଥାଅ ରେ ବଂଶୀଧର, ଯାଉଛି ମୁହିଁ ହସ୍ତିନା। ଥାଅ ଥାଅ ରେ ବଂଶୀଧର। ଭାଇ ହଳି, ରହିଲି ମୁଁ ତବ ଆଜ୍ଞା ପାଳି। ଆଜ୍ଞା ଦିଅ ଉଗ୍ରସେନେ, ସାଜି ଯଦୁସେନା ଶୀଘ୍ର ଗତି କରୁ ଅନୁକୂଳ। ନିଜେ ବିଜେ କର ଭାଇ ତାଳ ଧ୍ୱଜ ରଥେ, କୌରବ କୂଳ ଗୌରବ ରବି ଜହ୍ନେ, ଗ୍ରାସିବେ ଯାଦବେ ରାହୁ ହୋଇ। ଯାଅ ହରି, ରହ ନିଜ ବାସେ,
ଯାଉଛି ମୁଁ ନିଜ କୂଳମାନ କରି ରକ୍ଷା ଅବିଳମ୍ବେ ଫେରିବି ଦ୍ୱାରକା। कह भाई दुशासन ए दिगे कि शुभे कोलाहल असई कि से गौड़ घेनी जदु बड़ पाई पुत्र बंधन खबर। ज्येष्ठ भ्रात न जाने मु सेथिर कारण जदि आसे से गोपाल सेना साजी नाही निस्तार काहरी कौरवंक करू। एही देख निकटे आसई एक जान जना जाए हेब विपक्षर दूत आसु पासे बुझिबा समस्त। शुण निवेदन हस्तिनार चक्रवर्ती। किए तुम्हे परिचय दियो शीघ्र। परिचय घेन नरनाथ मुही अटे जादव श्रेष्ठ कृष्णाग्रज रामंकर दूत आसीछि जेवण कार्ये शुण कुरुमणि। पेशी छंती हल हस्त शुण भानुमती कांत पेशी छंती हल हस्त शुण भानुमती कांत किंपाई बांधिच कह बंदी भावे किंपाई बांधिच कह बंदी भावे जाम्बवती ज्येष्ठ सुत पेशी छंती हल हस्त शुण भानुमती कांत पेशी छंती हल हस्त शुण भानुमती कांत। दुही तातुले ताहांकु घेन रामंक छामुंकु दुही तातुले ताहांकु घेन रामंक छामुंकु जेमा समर क्षमा मागियाण जेमा समर क्षमा मागियाण तेजी मानसु तमकु पेशी छंती हल हस्त शुण भानुमती कांत पेशी छंती हल हस्त शुण भानुमती कांत। मेंटिले ताहांको बाणी मने रख कुरुमणि मेंटिले ताहांको बाणी मने रख कुरुमणि जदु सेना सह विजे ताल ध्वज जदु सेना सह विजे ताल ध्वज निकटरे हल पाणी पेशी छंती हल हस्त शुण भानुमती कांत पेशी छंती हल हस्त शुण भानुमती कांत। पुत्र बधू घेनी करी जीवे द्वारावती पुरी पुत्र बधू घेनी करी जीवे द्वारावती पुरी सत्य सत्य 3 बार एहा जान सत्य सत्य 3 बार एहा जान वैष्णवर गुहारी पेशी छंती हल हस्त शुण भानुमती कांत पेशी छंती हल हस्त शुण भानुमती कांत किंपाई बांधिच कह बंदी भावे किंपाई बांधिच कह बंदी भावे जाम्बवती ज्येष्ठ सुत पेशी छंती हल हस्त शुण भानुमती कांत पेशी छंती हल हस्त शुण भानुमती कांत। जाओ दूत शीघ्र रामे दियो ए संवाद गुरु वाक्य सम करी मने मानिले मु वचन तांकर किंतु आन केही होइथिले प्रतिफल पाइथांता निश्चय कथारे नहीं लज्जा निर्लज से एड़े मने की करिछंती गोपपुर परि एही हस्तिना कटक भाषदूत थिले भल गति अति शीघ्र घेनी जदुगण फेरी जांतु द्वारकापुरी को जाओ जाई निर्भय अंतरे जणाइब यहा। बेस जाउअछि मोहि किंतु प्रतिफल भोगिब निश्चय। दुशासन ज्येष्ठ भ्रात सजाइण रख सेना गणे चल भीष्म द्रोण कर्णे जणाइबा यहा। यथार्थ कहिल ज्येष्ठ भ्रात आस एबे किंपा करिबा विलंब। कृष्णाग्रज बलरामकर जय हेउ।
କି ଖବର କହ ଦୂତବର। ହଳଧର ଶୁଣ ଯାହା ବୋଇଲା ନୃପତି ଥିଲା ମତେ ଯେମନ୍ତ ଆଦେଶ ସେଇ କଥା କହିଲି ସମସ୍ତ ଆଗେ ତାର ଶୁଣି କୋପେ କମ୍ପି କୁରୁମଣି ଆରକ୍ତ ନୟନେ ଦେଲା ଏ ଉତ୍ତର ମୋତେ ବୋଇଲା କହ ଯା ବଳରାମେ କିଏ ସେ ତା ପୁତ୍ର ବଧୁ କେହୁ ତା କୁମର ଜାଣେ ନାହିଁ କୌରବ ଈଶ୍ୱର ଚୋରି କରିବାକୁ ଆଗେ ପଠାଇଣ ସୁତେ ପଛେ ଆସି ମଧ୍ୟପାତ୍ର ପଣେ ଆଶା ପୋଷିଅଛି ମନେ କରିବ ମୀମାଂସା ଏଡ଼ିକି ନିର୍ଲଜ ତାର ମୁଖେ ନାହିଁ ଲାଜ ଯେବେ ଚାହେଁ ନିଜର ମଙ୍ଗଳ ଫେରି ଯାଉ ନିଜ ବଳ ଘେନି ପ୍ରଭୁ ଏଇ କଥା କହି ମତେ ପଠାଇଲା ରାଜା। କି କହିଲୁ ଦୂତ ମେଣ୍ଟିଲା ଆଦେଶ ମୋର କୁରୁ କୁଳାଙ୍ଗର ଓ ବିଦୀର୍ଣ୍ଣ ହେଲା ଏ ବକ୍ଷ ଶୁଣି ସେହି ବାଣୀ କମ୍ପଇ ସର୍ବାଙ୍ଗ ମୋର ବାତେ ରମ୍ଭା ପତ୍ର ପରି ଏହି କ୍ଷଣି ଦେବି ସମୁଚିତ ପ୍ରତିଫଳ ସୃଷ୍ଟି ପଛେ ଯାଉ ରସା ତଳେ ଗ୍ରାସ ପଛେ ସାତ ଦୀପ ଶପଥ ସାଗର ତଥାପି ରକ୍ଷା ନାହିଁ ମୋର କରୁ ଆଉ ଦୁଷ୍ଟ କୌରବଙ୍କର ଏହି ଲଙ୍ଗଳ ମୁନେ ତାଡ଼ିବେ ଧରଣୀ ରେ ପାପାଚାରେ ଦୁଷ୍ଟ କୌରବ ଗଣେ ପ୍ରଜା ସହ ମୋର ସର୍ବେ ଯମୁନାର ଗର୍ଭେ। अहे भीष्म द्रोण कर्ण सखा हे शकुनी अहे कृपाचार्य आस सर्वे मिली शांत कराइबार आमे नहिले हस्तिना ग्रास करिब जमुना हे हळहस्त आउ विलंब करना दोष अनुरूपे दंड पाइलिनी मुहि अधिक नदीय सजा रेवती रमण सकल द्रव्य प्रस्तुत अछि उवासरे विवाह शेषे घेनी पुत्र बधू शुभे गमिब द्वारका। दुर्योधन अनुताप जान एका पापर प्रायश्चित बारे मात्र क्षमा देली तोते आउ बेले कुकर्म न करिबो केबे जाओ शीघ्र कर विवाह कार्य समापन। जाओ दुशासन घेनी आस सांब बीरे आउ कन्या रतन को मोर निज हस्ते करिबि मु कन्या समर्पण। यथादेश ज्येष्ठ भ्रात।